ଯେତେବେଳେ ଆମେ ଜାଣିଲୁ ଯେ ଝିଅ ଆତ୍ମହତ୍ୟା ଉଦ୍ୟମ କଲା ମୁଁ ସାଙ୍ଗେ ସାଙ୍ଗେ ସେ ଯିଏ ମୋତେ ଫୋନ୍ କଲେ ତାଙ୍କୁ କହିଲି ଡାକ୍ତରଙ୍କୁ ଦିଅ। ଡାକ୍ତରଙ୍କ ସାଙ୍ଗରେ କଥା ହେଲି। ସେ ମୋତେ କହିଲେ ଯେ 90% ଅଧିକ ପୋଡ଼ିଯାଇଛି ଏବଂ ବହୁତ ଲିଷ୍ଟ ଚାନ୍ସ ଅଫ୍ ସର୍ଭାଇଭାଲ। ମୁଁ ତୁରନ୍ତ ତାକୁ ରିକ୍ୱେଷ୍ଟ କଲି ଭାଇ ତାଙ୍କୁ କେମିତି ହେଲେ ବଢ଼ିବ। ମୋ ହୃଦୟ ବିଚଳିତ ହେଲା, ମୁଁ ମର୍ମାହତ ହେଲି, କାରଣ ତା ସହିତ ମୁଁ ଘଣ୍ଟାଟେ କଟେଇଛି। ମୋର ତା ସହିତ ଗୋଟେ ଆତ୍ମୀୟତାର ଭାବ ନିର୍ମାଣ ହେଇଛି। ମୁଁ ତାର ଯେଉଁ ସବୁ ପ୍ରତିଭା ସେଥିରେ ନିଜକୁ ମୁଁ ଗର୍ବିତ ମନେ କରୁଥିଲି। ଏପରି ଝିଅଟେ ଚାଲିଯିବାକୁ ମୁଁ ସହ୍ୟ କରିପାରୁନଥିଲି। ତାପରେ ସେ ମୋତେ ନିଜେ ଭରସା ଦେଇକି ଆସିଥିଲା ଯେ ମୁଁ କୌଣସି ଭୁଲ କାମ ଆଉ କରିବିନି, ଯାହାହେଲେ ଆପଣଙ୍କ ପାଖକୁ ଆସିବି। ପିଲାମାନଙ୍କ ସହିତ ତା ସହିତ କଥା ହେବା ପରେ ମୋର ଆଶାବାଦ ବଢ଼ିଯାଇଥିଲା। ମୁଁ କୌଣସି ଆଶଙ୍କା କରୁନଥିଲି, କାରଣ ଆମେ ଯେକୌଣସି ସମୟରେ ତାର ପ୍ରତିକାର କରିପାରିଥାନ୍ତୁ, ଆମେ ସେଇଦିନ ବି କରିପାରିଥାନ୍ତୁ। କିନ୍ତୁ ଆପଣ ଆଜି ନିଷ୍ପକ୍ଷ ଭାବରେ ସମସ୍ତେ ବିଚାର କରନ୍ତୁ। ମନେ କରନ୍ତୁ ସେଦିନ ତାକୁ ଦିଆଯାଇଥାନ୍ତା, ଗୋଟେ ଏତଲା ଦେଇଥାନ୍ତା, ମୁଁ ପୁଲିସ କହିଥାନ୍ତି କ'ଣ କହିଥାନ୍ତି, ଫାଶୀ କରିଦିଅ କହିପାରିବିନି ତ, ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ କର। ପୁଲିସ ଆଇନ ଅନୁସାରେ ଦେଖିଥାନ୍ତା, ସେଥିରେ ଗିରଫ କରିହେବ କି 41 ନୋଟିସ୍ ଦେଇହେବ। ଯେଉଁ କଥାବାର୍ତ୍ତା ହେଇଛି 2 ମିନିଟର କଥାବାର୍ତ୍ତା, ଫେଭର ମାଗିଛି, ସେ ଅନୁସାରେ କ'ଣ କରାଯାଇପାରିବ ଆପଣମାନେ ଆଇନଜ୍ଞମାନଙ୍କୁ ପଚାରି ନେବେ। ତାପରେ ଯେଉଁ ଘଟଣା ଘଟିଲା, ଏ ଘଟଣା ଆମ ସମସ୍ତ ପାଇଁ ଅତ୍ୟନ୍ତ ଦୁଃଖଦାୟକ। ଆମେ ସମସ୍ତେ ମ୍ରିୟମାଣ ହେଇଛୁ। ଆନ୍ତରିକ ଭାବରେ ମୁଁ କହୁଛି, ତଳେ ବସୁବାଦ ଉପରେ ଧର୍ମ ଦେବତା, ଆମର କୌଣସି କପଟତା ନାହିଁ। ଆମେ କାହିଁକି ଚାହିଁବୁ ସେ ଝିଅ ଦଣ୍ଡିତ ହଉ ବୋଲି, ଆମେ କାହିଁକି ଚାହିଁବୁନି ଅପରାଧୀ ଅଧ୍ୟାପକ ଦଣ୍ଡିତ ନ ହଉ ବୋଲି। କିନ୍ତୁ ଆମେ କ'ଣ କରିଥାନ୍ତୁ? ଆମ ପାଖରେ ସୂଚନା କ'ଣ ଥିଲା? ଝିଅ ତ ନିଜେ ପ୍ରିନ୍ସିପାଲଙ୍କ ରାୟକୁ ଅପେକ୍ଷା କରୁଥିଲା। ଆମକୁ ତ 7 ଦିନ ଅପେକ୍ଷା କରିବାର ଥିଲା। ତାପରେ ଆମକୁ ସେ ଖବର ଦେବା କଥା। ଏକଥା ବି ହେଇଥିଲା, ତାଙ୍କ ବିଦ୍ୟାର୍ଥୀମାନେ କେହି ଦେଇନାହାନ୍ତି, ସେମାନେ ବି ଦେଇନାହାନ୍ତି, ସିଏ ବି ଦେଇନି। ତାପରେ ଆମେ ଜାଣିବା ମାତ୍ରେ ତୁରନ୍ତ ଗଲୁ। ମୁଁ ସାଙ୍ଗେ ସାଙ୍ଗେ ମିଣ୍ଟୁ ମୋତେ କହିଲା ଟିକେ ଡିରେକ୍ଟର ସହିତ କଥା ହୁଅନ୍ତୁ। ମୁଁ ଡିରେକ୍ଟର ସହିତ ବି କଥା ହେଲି। ତାକୁ ଗୋଟେ ଆଡଭାନ୍ସ ଲାଇଫ୍ ସପୋର୍ଟ ସିଷ୍ଟମ ଯୁକ୍ତ ଆମ୍ବୁଲାନ୍ସରେ ପଠାଗଲା। ସେଠି ସେ ଆଡମିସନ ହେଲା। ସେ ଆଡମିସନ ହେବା ପରେ ତା ଟ୍ରିଟମେଣ୍ଟ ବିଷୟରେ ଆମେ ବରାବର ସୁପରିଟେଣ୍ଡେଣ୍ଟ ଡିରେକ୍ଟର ସହିତ କଥା ହେଇକି ବୁଝୁଥିଲୁ। ଆମର ପିଲାମାନେ ସେଠି ଥିଲେ। ମୋର ଜଣେ ପ୍ରତିନିଧି ଯେ ମେଡିକାଲରେ ମୋର ଅଛନ୍ତି ଏମ୍ସରେ, ସେ ବି ସେଠି ଉପସ୍ଥିତ ଥିଲେ, ଚନ୍ଦନ। ଏବଂ ଆମେ ଏଇସବୁ ଭିତରେ ଏଠି ଏ ଘଟଣାର ତଦନ୍ତଟା କେମିତି ହେବ ସେଥିପାଇଁ ତତ୍ପର ଥିଲୁ। ମୁଁ ଜିଲ୍ଲାପାଳ, ଏସ୍ପି, ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ଆଙ୍କ ସହିତ କଥା ହେଇକି ନିରନ୍ତର ବାରମ୍ବାର କଥା ହେଇକରି ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କଲି। ମୁଁ ନିଜେ ଏସ୍ପିଙ୍କ ସହିତ ଯାଇକରି ସେଠି ଏସ୍ପି, ଆଡିସନାଲ ଏସ୍ପି, ଅନ୍ୟ ପୁଲିସ ଅଫିସରଙ୍କ ଅଣ୍ଡରରେ ସେଠି ତଦନ୍ତ କମିଟି, ତାଙ୍କ ଯେଉଁ ଆଇସିସିର ମେମ୍ବର ମାନେ ଥିଲେ, ପ୍ରିନ୍ସିପାଲ ଥିଲେ, ତାଙ୍କର ଉପସ୍ଥିତିରେ ସେଠି ଆମେ 4 ଘଣ୍ଟା କାଳ ବସିକି ପୁରା ଘଟଣାକୁ ତଦନ୍ତ କଲୁ। ସମସ୍ତଙ୍କ ଷ୍ଟେଟମେଣ୍ଟ ଏବଂ ତଦନ୍ତ କମିଟିର ଯେଉଁ ରିପୋର୍ଟ, ଆଇସିସିର ରିପୋର୍ଟ, ତାକୁ ଲାଇନ୍ ବାଇ ଲାଇନ୍ ପଢ଼ିଲୁ, ଅନୁଧ୍ୟାନ କଲୁ। ସେଥିରେ ଯାହା ଯାହା ତ୍ରୁଟି ବିଚ୍ୟୁତି ଥିଲା ମୁଁ ତତ୍କାଳ ଅଧ୍ୟକ୍ଷ ଏବଂ ଅନ୍ୟାନ୍ୟ ସଦସ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କଲି। ପ୍ରଥମ କଥା ହେଉଛି, ଏ ତଦନ୍ତ କମିଟିରେ ଯେଉଁ ବିଦ୍ୟାର୍ଥୀମାନେ ପ୍ରତିନିଧି ଥିଲେ, ସେ 3 ଜଣ ତ ଆସିଲେନି, 2 ଜଣ ଆସିଲେ। ଆଉ ଜଣକୁ ଡକାଗଲେ ବି ସେ ଡରରେ ଆସିଲାନି। ସେ 2 ଜଣ ଯାକ ଝିଅ କହିଲେ ସେମାନେ କେବଳ ଗୋଟିଏ ଦିନ ସେଥିରେ ଉପସ୍ଥିତ ଥିଲେ। ଜଣେ ଅଧା ସମୟ ଥିଲା, ଜଣେ ପୁରା ସମୟ ଥିଲା। ଜଣେ କହିଲେ ମୋ ସାମ୍ନାରେ 5 ଜଣଙ୍କୁ ପଚରା ହେଇଛି, ଆଉ ଜଣେ କହିଲେ ମୋ ସାମ୍ନାରେ 15-20 ଜଣ, 20 ଜଣ ପାଖାପାଖି। ସେମାନେ 60 ଜଣ ଷ୍ଟୁଡେଣ୍ଟକୁ ଜେରା କରିଛନ୍ତି, ଆଉ କିଛି ଅନ୍ୟ ଲୋକଙ୍କୁ କରିଛନ୍ତି। ସେ ପ୍ରୋସିଡିଂ ଖାତାରେ ଗୋଟେ ଲାଇନ୍ ଲେଖା ନାହିଁ, ଖାଲି ନାଁ ଦସ୍ତଖତ ଛଡ଼ା। ଗୋଟେ ଦିନ 2 ଜଣଙ୍କୁ, ବାପ ଝିଅଙ୍କୁ, ଆଉ ଗୋଟେ ଦିନ 4 ଜଣଙ୍କୁ, ଆଉ ଗୋଟେ ଦିନ 60 ଜଣ ପିଲାଙ୍କୁ। ଏଥିରେ କୌଣସି ଗୋଟେ ଲାଇନ୍ ପ୍ରୋସିଡିଂରେ ଲେଖା ନାହିଁ। ସେମାନେ କହୁଛନ୍ତି ତୁମେ ଗୋଟେ ଲେଖିକି ଦେଇଦିଅ। ଆଶ୍ଚର୍ଯ୍ୟଜନକ ଭାବରେ 60 ଜଣ ଯାକ ପିଲା ସେ ମାଷ୍ଟରଙ୍କ ସପକ୍ଷରେ ଦେଇଛନ୍ତି, ଝିଅର ବିପକ୍ଷରେ ଦେଇଛନ୍ତି। ଏବେ ପ୍ରଶ୍ନ ଉଠୁଛି, ଏ ପିଲାମାନଙ୍କ ଭିତରୁ କେହି ଝିଅ ସହିତ କଥା ହେଇଥିଲେ କି? ନା। ଘଟଣା କ'ଣ ଜାଣିବାକୁ ଚେଷ୍ଟା କରିଥିଲେ କି? ନା। କାରଣ ଝିଅ ନିଜେ କହିଛି ତା ବରବାଇଟରେ ଯେ ମୋତେ ଏଇଠି ବି ଆସିଥିଲା, ସେତେବେଳକୁ ସେମାନେ ଦେଇସାରିଥିଲେ। 70 ଜଣ ପିଲା ତା ବିରୁଦ୍ଧ ଲେଖିକି ଦେଇଛନ୍ତି। ଆଉ ଜଣେ ଜଣ କହୁଛନ୍ତି 200-300 ପିଲା ଦେଇଛନ୍ତି ବୋଲି। ସତ୍ୟ କ'ଣ ମୁଁ ଜାଣିନି, କିନ୍ତୁ ଏଇ ଯେଉଁ ପିଲା ଲେଖିକି ଦେଇଛନ୍ତି ଝିଅ ସହିତ କେହି ପଦେ ପଚାରିନାହାନ୍ତି। ତାର ଆଘାତର ଗୋଟେ ସେଟା ବଡ଼ କାରଣ। ଘଟଣାର ସତ୍ୟତା ବିଷୟରେ ଜାଣିବାକୁ ତାଠାରୁ ଚେଷ୍ଟା କରୁନାହାନ୍ତି। 2 ପକ୍ଷଠୁ ନ ଶୁଣିକି ଗୋଟେ କନକ୍ଲୁଜନରେ ପହଞ୍ଚିବା ସବୁବେଳେ ମାରାତ୍ମକ। ବିଚାରର ନ୍ୟାୟ ପ୍ରକ୍ରିୟାରେ ହେଉଛି ପ୍ରଧାନ କଥା, ଉଭୟ ପକ୍ଷକୁ ଶୁଣିକରି ଗୋଟେ ମତ ନିର୍ମାଣ କରିବାକୁ। ଏଇ କ୍ଷେତ୍ରରେ ବି ଝିଅ ଯେତେବେଳେ କହିଦେଲା, ଆମେ ସମ୍ପୃକ୍ତ ଅଧ୍ୟାପକଙ୍କଠୁ ନ ଶୁଣି ଗୋଟେ ସିଦ୍ଧାନ୍ତରେ ପହଞ୍ଚିବା ଉଚିତ ମନେ କରିନାହୁଁ। ଏବେ କଥାର ସତ୍ୟତାକୁ ଉଭୟଙ୍କ ତତ୍ତ୍ୱାବଧାନରେ ଆମେ ଅନୁଧ୍ୟାନ କରିବା କଥା। ସେଥିପାଇଁ ତଦନ୍ତ କମିଟି ତଦନ୍ତ କରିକି ଉଭୟଙ୍କ କଥା ଶୁଣିବ, ଏ ଭରସା ଆମର ଥିଲା। କିନ୍ତୁ ତଦନ୍ତ କମିଟି ଯେପରି ଭାବରେ ବିଚାର କଲେ,
सेटा विचार मौलिक स्वरूप को जमी विरोध कर माने पांच पांच जन को गोटे गोटे बेच बसई शुणुले कहले मुझे कहीं कले ना मोर जगह कम थिला मु तो जन को बसिया कहूँ जगह कम कौन कारण जड़े पिला आउ 5 जन उपस्थित ठीक कथा कह ग्यारंटी नहीं तार भय थी पारे किए सारू कहीदेव अन्य करदेव से मोर विचार निरपेक्षता प्रथम मुहूर्त सन्देह आसे द्वितीय कथा से प्रोसीडिंग बुक किसी लेखा नहीं तृतीय कथा पिला माने एमने कहले 5 दिन करछु तदंत रेकर्ड कहला 3 दिन करछु आमे देखे तुम 5 दिन कहছো 3 दिन करछु तुम वर्णनार गोटे पार्ट जदि फॉल्स संपूर्ण वर्णनाटा फॉल्स हेबार आशंका भी अच्छी कहला तापरे तदंत कमिटी गोटे अत्यंत स्तावक भाव 50% तदंत कमिटर रिपोर्टर केवल समीर गुणगान करा मुझे समीर 40 बोली कहते कारण से कौन लिखा जाइए जे अध्यापक जनक विरुद्ध में कहीं कहले ना छात्री विरुद्ध में समस्ते कहले छात्री विशृंखलित डेरी रे उठती 2टा बेले सेज त्याग कर इत्यादि जावतीय कथा ता विषय सब लिखा जाइए से मेस मालिक जो से आगुरी रोला ताकू डाकिकी भी जेरा कर माने इंटरेस्ट देखते छात्र कौन त्रुटि विच्युति थी पारे किंतु अध्यापक गुणगान कला बेले ए दिगटा प्रति आखि बुझी देइछंती एबे तो जना पड़ी अन्य कॉलेज विषय करते ये तो महापुरुष भाया जो अध्यापक अनुशासित करने पिला बेले बेले तागिद करती किंतु अत्यंत छात्र वत्सल कहारी को कड़ा कथा कहती नहीं कहारी मनरे कष्ट दियंती नहीं जो पिला डेरी आसे योगासन शिखिकी प्रश्नोत्तर करी पुणी भितर को आनती पिला संस्कारित करने समस्त शक्ति लगे एत गुणगान होती जेकोसी लोक शुणव मुझे गोटे तदंत कमिटी नुहे वकिल मैंने लिखिं संपर्क अध्यापक वकिल मैंने बोधे लिखिं एबे मु सांगे सांगे दृष्टि आकर्षण कली आपण मैंने एपर गोटे तदंत करते जो केवल समीर 40 समीर गुणगान कर किसी त्रुटि विच्युति नहीं परमेश्वर स्वरूप पूर्ण निर्दोष तापर सबुठ मारात्मक तथ्यटी हूँ चारिटे प्रचार होता अध्यक्ष बाध्य कले तुम्हें विथड्र कर मु कहली मु गप शुणिक प्रभावित हुए मो पाखे प्रमाण है जी जहाँ कह तुम कि जान तुम तो कहीं नथिल पिला मैंने आसिक मत कही मुझे निजे जहाँ देखिली सीटा आश्चर्यजनक और दुखदायक अध्यक्ष कहले से दिन कौन कौन है पचारि झील जो आसला ना जी आसिक मत कहला समीर सार आप कौन कहले मुझे से छुट्टी नहीं कटक जापर समीर सार भेट होनी तो कहले ना मु पचारि तापर आप कौन कहले ना मु कहली देख तदंत कमिटर रिपोर्ट सार सपक्ष अच्छी तो विपक्ष जा तेणु तू गोटे क्षमा मागिक गोटे लिखित समाधान करने ना तो विरुद्ध में कॉलेज कर्तृपक्ष कार्यानुष्ठान करेंगे आटा जब लिखिदेव आम समाधान करदे आप कथा कहले कहीं कहले काउनसेलिंग करूँ इज इट काउनसेलिंग आप तो आत्महत्या प्रम्पटिंग कले तू हारी जाइछु तो अपमान हेबू तो विरुद्ध में कार्यानुष्ठान हेब सी डिप्रेस हो मु सिक्यूरीटी को जेरा करू करू से मानिला जे से झील थिला बेले आसी समीर सार प्रिंसिपल पचारि आप मिछ कहीं कहले कहले ना मुझे गोलमाल जाइए से झील प्रथम थर से आसी ना द्वितीय थर आसला बेलू समीर सार आसते मु पचारि वाचमैन को वाचमैन कहला हाँ प्रथम थर जो झी आसिक पलैला से सार आसी ना द्वितीय थर आसला सार आसते पचारि 2 जन सामना सामने ना कथबार्ता हो समीर सार कहले तो बापा को डाकी गाँ कहीं कहे झीर एपरी तरल मानसिकता अच्छी अत्याचार क्रमागत घर हो चलती आपड़ सेपरी अवस्था 2 जन कहीं कथबार्ता करेले ये कहीं तक कहे तो बापा को डाकी गाँ ताले आप गोटे इमिडिएट कज ता सुइसाइड मुझे कथा कहली मुझे कथा एसपी एडिशनल एसपी अन्य पुलिस अधिकारी सामने पूरा आईसीसी मेंबर मान सामने प्रिंसिपाल को कही आसी गणमाध्यम की मोर बयान देती मोर तदंत त्रुटि कौन ये खबर का जो बाहर